ପକ୍ଷୀ ମଣିଷକୁ ଆନନ୍ଦ ପ୍ରଦାନ କରିଥାଏ। ପକ୍ଷୀ କେଡ଼େ ସୁନ୍ଦର ଦିଶେ। ପ୍ରକୃତି ମଧ୍ୟରେ ପକ୍ଷୀର ସୁନ୍ଦରତା ଆକର୍ଷଣୀୟ। ପକ୍ଷୀମାନେ ସୁନ୍ଦର ଭାବରେ ବସିଛନ୍ତି। ବଣିର ଏକ ସୁନ୍ଦର ଚିତ୍ର ଦେଖାଯାଇଛି। ପକ୍ଷୀଟି ଆକାଶରେ ନୀଳ ଆକାଶରେ ସୁନ୍ଦର ଭାବରେ ଉଡ଼ୁଅଛି। ନୀଳ ଆକାଶରେ ପକ୍ଷୀର ଉଡ଼ାଣ ଚାଲିଛି। ଦଳ ଦଳ ପକ୍ଷୀ ଉଡ଼ୁଛନ୍ତି। ମନରେ ଆନନ୍ଦ। ଆକାଶରେ ପକ୍ଷୀ ଦଳ ଆନନ୍ଦରେ ଉଡ଼ୁଛନ୍ତି। ଆନନ୍ଦପୁର ମଧ୍ୟରେ ପକ୍ଷୀ ଦଳ। ପକ୍ଷୀ ଆନନ୍ଦ ମନରେ ଖାଦ୍ୟ ସଂଗ୍ରହ କରୁଛି। ଶସ୍ୟ ଦେଖାଯାଉଛି। ଦେଖ, ପକ୍ଷୀ ଦଳ ଖାଦ୍ୟ ଶସ୍ୟ ସଂଗ୍ରହ କରୁଛନ୍ତି। ପିମ୍ପୁଡ଼ି ଦଳ ମିଳିମିଶିକି ହୁଙ୍କା ତିଆରି କରୁଛନ୍ତି। ହଜାର ହଜାର ପିମ୍ପୁଡ଼ି ଏକତ୍ର ବାସ କରନ୍ତି, କିନ୍ତୁ ମଣିଷ ଏକତ୍ର ରହିପାରେ ନାହିଁ। ମଣିଷ ସ୍ୱାର୍ଥପର। ଏକତ୍ର ମିଳିମିଶି ଖାଉଛନ୍ତି। ମାଟି ବାହାର କରିକି ସେମାନେ ସୁନ୍ଦର ଘର ତିଆରି କରୁଛନ୍ତି। ଦିନ ରାତି ପରିଶ୍ରମ କରୁଛନ୍ତି। ମନ୍ଦିର ପରି ହୁଙ୍କାର ଘର ତିଆରି କରୁଛନ୍ତି। ଭିତରେ କେଡ଼େ ସୁନ୍ଦର ଦିଶୁଅଛି। ପିମ୍ପୁଡ଼ିମାନେ ମଧ୍ୟ ମଣିଷ ପରି ଭୋଜି କରନ୍ତି। ଆନନ୍ଦ ମନରେ ଖାଆନ୍ତି। କଳିଗୋଳ ନଥାଏ। କିନ୍ତୁ ନିର୍ଦ୍ଦୟ ମଣିଷ ନିଜ ଜାତିକୁ ମାରୁଛି। ମଣିଷଠାରୁ ଦୟା ଚାଲିଯାଇଛି। ରକ୍ତର ହୋରି ଖେଳିବାକୁ ମଣିଷ ଆଉ ପଛଉ ନାହିଁ। ନିଷ୍ଠୁର ମଣିଷ ମନରେ ଦୟା ନାହିଁ। ନିର୍ବୋଧ ମଣିଷ ଅନ୍ୟର ଜୀବନ ନେବାରେ ପଛାଏ ନାହିଁ। ନିଜ ଲୋକର ଛାତିରେ ଛୁରୀ ଚଳାଉଛି। ରକ୍ଷା କର ବୋଲି ମଣିଷ ପରେ ଚିତ୍କାର କଲେ କ'ଣ ଲାଭ ଦେବ? କିଛି ଲାଭ ନାହିଁ। ଦୁର୍ବଳ ଉପରେ ସବୁବେଳେ ସବଳର ଅତ୍ୟାଚାର ଚାଲିଛି। ମା ଦୁର୍ଗା ଏମାନଙ୍କୁ ସହାୟ ହୁଅନ୍ତୁ, ସଦ୍ବୁଦ୍ଧି ଦିଅନ୍ତୁ। ଆମେ ସବୁବେଳେ ପକ୍ଷୀ ଏବଂ ପିମ୍ପୁଡ଼ି ଭଳି ଏକତ୍ର ରହିବା। ଅନ୍ୟକୁ ନିଜର ଭାବିବା। ନିଜ ନିଜ ମଧ୍ୟରେ କେବେ ହେଲେ ମଧ୍ୟ କଳିଗୋଳ କରିବା ନାହିଁ। ଯେଉଁଠି ଏକାଠି ସେଇଠି ଆନନ୍ଦ। ଏକତା ହିଁ ବଳ। ସବୁବେଳେ ସମାଜରେ ଥିବା ଦୁଃଖୀ ଲୋକମାନଙ୍କର ସେବା କରିବା। ପୃଥିବୀରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ଧର୍ମ, କର୍ମ, ସେବା, ସହଯୋଗରେ ସବୁବେଳେ ଶ୍ରେଷ୍ଠରେ ଆମେ ରହିବା। ସଂସାରରେ ମଣିଷ ହେଉଛି